ପିଲାମାନେ ସମସ୍ତଙ୍କୁ ଓଡ଼ିଶାର ନମ୍ବର 1 ପିଜି ଏଣ୍ଟ୍ରାନ୍ସ ପ୍ରିପାରେସନ୍ ଆପ୍ OCS ଭାଇ ରଞ୍ଜନକୁ ଅନେକ ଅନେକ ଅଭିନନ୍ଦନ। ଠିକ୍ ଅଛି। ଏବଂ ତୁମମାନଙ୍କୁ ସମସ୍ତଙ୍କୁ କହିଥିଲି ଯେମିତିକି ଲାଷ୍ଟ ୱିକ୍ରେ ଆସିଯିବ ଚଏସ୍ ଲକିଂ, ଆଉ ୱେଟ୍ କରିବାକୁ ନିଶ୍ଚିତ ଭାବରେ ସେଇ ଆକର୍ଡ଼ିଂଲି ଆସିଗଲା। ତାପରେ ବି କିଛି ପିଲା ରହିଛନ୍ତି ଖାଲି ଅଯଥା ମାନେ କ'ଣ କମେଣ୍ଟ କରନ୍ତି, ସାର୍ ଆପଣଙ୍କୁ ସବୁ ସୂଚନା ଆସୁଛି ନା? ଆରେ ଯେହେତୁ ଆମେ କାମ କରୁଛୁ ଏଇ ଲାଇନ୍ରେ 8 ବର୍ଷ 10 ବର୍ଷ ହେଲା CPT ଆରମ୍ଭରୁ, ତୁମ ଅପେକ୍ଷା ଆମର ବେଶୀ ଯାହା ହେଲେ ବି କ'ଣ କନେକ୍ସନ୍ ରହୁଛି ନା 9 ଡିପାର୍ଟମେଣ୍ଟ ସହିତ। ତାପରେ ବି ଡିଲେ ସେମାନେ ବି କରନ୍ତି। ଠିକ୍ ଅଛି। ତ ଯାହା ବି ହଉ, ଆମେ ତୁମକୁ ଯେମିତି କହିଥିଲି ଲାଷ୍ଟ ୱିକ୍ରେ ଆସିଯିବ ବୋଲି ସେଇ ଆକର୍ଡ଼ିଂଲି ଆସିଗଲା। ବର୍ତ୍ତମାନ ଆମେ ଜାଣିବା ଫାଇନାଲ୍ ମେରିଟ୍ ଲିଷ୍ଟ କେମିତି କ'ଣ ସବୁ ଦେଖିବେ, ଚଏସ୍ ଲକିଂ କେବେଠୁ ଆରମ୍ଭ ହେବ, କେଉଁ ଟାଇମ୍ରୁ ଆରମ୍ଭ ହେବ। ଠିକ୍ ଅଛି। ତ ନିଶ୍ଚିତ ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସମସ୍ତେ ହେଉଛି ଟେଲିଗ୍ରାମ, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମରେ ଯୋଡ଼ି ହେଇଯିବେ। ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ରହିଛି। ଆଉ ଯେଉଁମାନେ ବି ସବୁ ଅଛ ପିଜି କରିବ ନିଶ୍ଚିତ ଭାବରେ ଟିକେ ନିଜର ଲାଙ୍ଗୁଏଜ୍ ଉପରେ କଣ୍ଟ୍ରୋଲ୍ ରଖ। ଠିକ୍ ଅଛି। ଆଉ ଅଯଥାରେ ଏଠି କମେଣ୍ଟ ବକ୍ସରେ ଆସିକି କାହାକୁ ଗାଳି କରିବା, ପିଜି ପିଲାର ଏସବୁ ଲକ୍ଷଣ ନୁହଁ। ସାର୍ଙ୍କୁ ଗାଳି କରିବା କି କେଉଁ ପିଲାକୁ ଗାଳି କରିବା, ଠିକ୍ ଅଛି, ସେମିତି କର ନାହିଁ। ଯିବା ବର୍ତ୍ତମାନ ଟପିକ୍ ଉପରକୁ। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ପିଲାମାନେ ସମ୍ରାଟ ଡିଗ୍ରୀ କଲେଜ ଯେଉଁଟାକି ବ୍ରହ୍ମପୁର ୟୁନିଭର୍ସିଟି କୁ ଆଫିଲିଏଟେଡ୍ ହେଇଛି, ଓଡ଼ିଶାର ଗୋଟେ ଜଣାଶୁଣା ଇନଷ୍ଟିଟ୍ୟୁସନ୍ ଏବଂ ଓଡ଼ିଶାର ନମ୍ବର 1 ଇନଷ୍ଟିଟ୍ୟୁସନ୍ ଗୋଟେ, ଯେଉଁଠିକି କେଜିରୁ ପିଜି ସବୁ କୋର୍ସ ଆଭେଲେବୁଲ୍ ରହିଛି। ବହୁତ ହି ବଡ଼ ଅର୍ଗାନାଇଜେସନ୍ ଏବଂ ଏଠି ବହୁତ ସାରା ବଢ଼ିଆ ବଢ଼ିଆ ରେଜଲ୍ଟ ହେଇଥାଏ ତୁମର +2 କୁ +3 କୁ 10th କୁ ସବୁଥିରେ। ଏବଂ ପିଜିରେ ସ୍ପେଶିଆଲି ଯଦି ଆମେ କହିବା ବହୁତ ହି ବଢ଼ିଆ ରେଜଲ୍ଟ ହେଇଥାଏ। ପ୍ରାୟ ଥର ପିଲାମାନେ ସବୁ ୟୁନିଭର୍ସିଟି ଟପର୍ ହେଇଥାନ୍ତି। ଠିକ୍ ଅଛି। ଯେଉଁଟାକି ୟୁନିଭର୍ସିଟିର ଟପର୍ ହେବା ସବୁ ପିଲାଙ୍କ ଭିତରେ ବହୁତ ସାରା କଲେଜ ରହିଛି ୟୁନିଭର୍ସିଟି ଅଣ୍ଡରରେ। ଠିକ୍ ଅଛି। ଶହ ଶହ କଲେଜ ଥିବ, ଡିଗ୍ରୀ କଲେଜ, ଅଟୋନମସ୍ ୟୁନିଭର୍ସିଟି ରହୁଛି, ୟୁନିଭର୍ସିଟି ଡିପାର୍ଟମେଣ୍ଟ ପିଲା ବି ରହୁଛନ୍ତି। ତା ଭିତରେ ବି ସମ୍ରାଟ କଲେଜରେ ପିଲାମାନେ ଟପ୍ କରିଥାନ୍ତି, ଯେମିତିକି ଆପଣମାନେ ସବୁ ଦେଖିପାରୁଛନ୍ତି। ଏବଂ ସମ୍ରାଟ ଡିଗ୍ରୀ କଲେଜରେ ଆଡ଼ମିସନ୍ କରିବାକୁ ହେଲେ ଆପଣମାନଙ୍କୁ ବହୁତ ସାରା କୋର୍ସେସ୍ ଆଭେଲେବୁଲ୍ ରହିଛି। ଠିକ୍ ଅଛି। ଆପଣମାନେ କୋର୍ସେସ୍ ଦେଖିପାରୁଥିବେ ଏବଂ ଏଇ ନମ୍ବରରେ କଣ୍ଟାକ୍ଟ କରିକି ସାର୍ଙ୍କ ସହିତ, ମ୍ୟାମ୍ଙ୍କ ସହିତ କଥା ହେଇକି ଆଡ଼ମିସନ୍ କରିପାରିବେ। MAରେ ଓଡ଼ିଆ, ଇଂଲିଶ, ପଲିଟିକାଲ୍ ସାଇନ୍ସ, ଏଜୁକେସନ୍, ଜର୍ଣ୍ଣାଲିଜିମ୍, ମାସ୍ କମ୍ୟୁନିକେସନ୍, MSCରେ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥ୍, ବୋଟାନି, ଜୁଲୋଜି, ମାଇକ୍ରୋବାୟୋଲୋଜି, କମ୍ପ୍ୟୁଟର ସାଇନ୍ସ, MBA ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ, MBA ରୁରାଲ୍ ମ୍ୟାନେଜମେଣ୍ଟ, ଏମିତି ବହୁତ ସାରା କୋର୍ସେସ୍ ଆଭେଲେବୁଲ୍ ରହିଛି। +2 +3 PG ସବୁଗୁଡ଼ାକ ଆଭେଲେବୁଲ୍ ରହିଛି। ସ୍କୁଲ ପିଲାଙ୍କ ପାଇଁ ମଧ୍ୟ ଫେସିଲିଟି ରହିଛି। ଜଲ୍ଦି ଜଲ୍ଦି କଣ୍ଟାକ୍ଟ କରନ୍ତୁ, ଆଡ଼ମିସନ୍ କରନ୍ତୁ। ବ୍ରହ୍ମପୁର 10 ଗଞ୍ଜାମ ଓଡ଼ିଶା, ଖୋଡ଼ାସିଂ ପେଟ୍ରୋଲ ପମ୍ପ ନିୟର ଆଡ୍ରେସଟା ରହୁଛି। ପିଲାମାନେ ଦେଖିପାରୁଥିବେ ସାମ୍ସ ପୋର୍ଟାଲରେ ଲାଟେଷ୍ଟ ଆନାଉନ୍ସମେଣ୍ଟ ଆସିଯାଇଛି। ଦ ଫାଇନାଲ୍ ସବଜେକ୍ଟ ୱାଇଜ୍ ଷ୍ଟେଟ୍ ୱାଇଡ୍ merit list for CPT 2026 entrance examination has been published on 24/7/2026 @ 8 PM। ठीक ଅଛି। ମାନେ 8ଟା PM ରେ ତୁମର ହେଉଛି ଫାଇନାଲି ମେରିଟ୍ ଲିଷ୍ଟରେ ଆସିଯାଇଛି। ଠିକ୍ ଅଛି। ଆପଣମାନେ ହେଉଛି ଦେଖିପାରିବେ ମେରିଟ୍ ଲିଷ୍ଟ, ତା'ର ଯେଉଁ ପ୍ରୋସେସ୍ କହିଥିଲି ଆଗରୁ, ଭିଡ଼ିଓଟା ବି ଆଉ ଥରେ ପିନ୍ କରିଦେଉଛି। ସେଇ ପ୍ରୋସେସ୍ରେ ମେରିଟ୍ ଲିଷ୍ଟ ଦେଖିପାରିବେ। ତା ସହିତ ଇଲିଜିବୁଲ୍ କ୍ୟାଣ୍ଡିଡେଟ୍ ମାନେ କ'ଣ କରିବେ ନା ଚଏସ୍ ଲକିଂ ଦେଇପାରିବେ 27/7/2026 3ଟା PMରୁ। ଠିକ୍ ଅଛି। ମାନେ ତୁମର 27 ତାରିଖ 27 ଜୁଲାଇ 2026 3ଟା PM ପାଖରୁ ତୁମର ଚଏସ୍ ଲକିଂ ଦେବା ଷ୍ଟାର୍ଟ ହେଇଯିବ। ମାନେ କଲେଜ ବା ୟୁନିଭର୍ସିଟି ପିଲାମାନେ ସବୁ ଚଏସ୍ କରିବେ। ଠିକ୍ ଅଛି। ତ ସେ ଅନୁସାରେ ତୁମମାନେ ଟିକେ ଜଲ୍ଦି ଜଲ୍ଦି ଭିଡ଼ିଓଟାକୁ ସେୟାର କରିଦିଅ, ଲାଇକ୍ କରିଦିଅ ସମସ୍ତେ, ଏବଂ ସାଙ୍ଗସାଥି ଭାଇ ଭଉଣୀ ସମସ୍ତଙ୍କୁ ବହୁତ ମାତ୍ରାରେ ସେୟାର କର। ସମସ୍ତେ ଟିକେ ଜାଣିଦିଅନ୍ତୁ ଯେଉଁଟାକି ଆସିଗଲା ବୋଲି ପିଜି ଏଣ୍ଟ୍ରାନ୍ସର ଚଏସ୍ ଲକିଂ ଡେଟ୍ଟା। ରହିଲି। ନମସ୍କାର, ଜୟ ଜଗନ୍ନାଥ। ଦେଖା ହେବା ଆଗାମୀ ଭିଡ଼ିଓରେ ନୂଆ ଇନଫର୍ମେସନ୍ ସହିତ।